ନାଇଁ ଗତ କାଲି ମଧ୍ୟ ଆମେ ସମୀକ୍ଷା କରିଥିଲୁ, ପରଦିନ ମଧ୍ୟ ସମୀକ୍ଷା କରିଥିଲୁ। ପ୍ରାକୃତିକ ବିପର୍ଯ୍ୟୟ ଏଭଳିଆ ଗୋଟେ ବିପଦ ଯେଉଁ ବିପଦ ପାଇଁ ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ସଜାଗ ହେବା ପାଇଁ ପଡ଼ିଥାଏ ଏବଂ ଅଧିକାରୀମାନଙ୍କୁ ମଧ୍ୟ ସଜାଗ ହେବା ପାଇଁ ପଡ଼ିଥାଏ। 2 ଦିନ ତଳେ ଯେଉଁ ସମୀକ୍ଷା ହୋଇଥିଲା ସେଥିରେ ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୂରଭଞ୍ଜ ଏବଂ କେନ୍ଦୁଝର 2ଟା ଜିଲ୍ଲା ରେଡ୍ ଜୋନ୍ରେ ଥିଲା ଏବଂ ବନ୍ୟାର ପରିସ୍ଥିତି ଏବଂ କ୍ଷୟକ୍ଷତି ବିଶେଷ ଭାବରେ ପ୍ରଭାବିତ ହେବ ବୋଲି ଆକଳନ କରୁଥିଲୁ। କିନ୍ତୁ ବର୍ତ୍ତମାନ ମୟୂରଭଞ୍ଜ ଏବଂ କେନ୍ଦୁଝର ସେଫ୍ ଜୋନ୍ରେ ଅଛି। ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳପତନ କମିବାଟା ଆରମ୍ଭ ହେଲାଣି। ରିଲିଫ୍ ସେଣ୍ଟରରୁ ମଧ୍ୟ ଲୋକେ ଫେରିବାଟା ଆରମ୍ଭ କଲେଣି। ଏବେ ଏହି 2ଟା ଜିଲ୍ଲାର କ୍ଷୟକ୍ଷତିର ଆକଳନ ଏବଂ ଲୋକଙ୍କୁ ଇନପୁଟ୍ ସବସିଡି ପ୍ରଦାନ ଏଇଟା ମୁଖ୍ୟ କାମ ରହିଲା। ଏବେ ଗତକାଲି ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଏଫେକ୍ଟେଡ୍ ହୋଇଥିଲା, କିନ୍ତୁ ଆଜି ସକାଳୁ ବୈତରଣୀ ନଦୀର ମଧ୍ୟ ଜଳପତନ ଡେଞ୍ଜର ଲେଭେଲରୁ କମିବାଟା ଆରମ୍ଭ କରିଛି। ଆପଣଙ୍କର ଏବେ ଲୋକେ ଭଦ୍ରକ ଏବଂ ଯାଜପୁରରେ ମଧ୍ୟ ରିଲିଫ୍ ସେଣ୍ଟରରୁ ଫେରିଗଲେଣି, କିନ୍ତୁ ସେମାନଙ୍କର ପ୍ରଭାବିତ ଘର ସବୁ ଠିକ୍ଠାକ୍ ହେବା ପର୍ଯ୍ୟନ୍ତ ସବୁ ଏଫେକ୍ଟେଡ୍ ଜିଲ୍ଲାରେ ଆମେ ଲୋକଙ୍କୁ ରନ୍ଧା ଖାଦ୍ୟ ଯେଉଁମାନେ ଖାଇବା ପାଇଁ ଚାହିଁବେ ତାଙ୍କୁ ରନ୍ଧା ଖାଦ୍ୟ, ଯେଉଁମାନେ ରିଲିଫ୍ ସେଣ୍ଟରକୁ ଆସିବା ପାଇଁ ଚାହିଁବେ ନାହିଁ ଘରେ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ସେମାନଙ୍କର ଘରର କ୍ଷୟକ୍ଷତି, ସେମାନଙ୍କର ଫସଲର କ୍ଷୟକ୍ଷତି ଏବଂ ଘରେ ଯଦି ତାଙ୍କର ବାସନକୁସନ ଏବଂ କପଡ଼ା ଲତା ମଧ୍ୟ ଯଦି କ୍ଷତି ହୋଇଥିବ ତା ପାଇଁ ମଧ୍ୟ ଆମେ କ୍ଷତିପୂରଣ ରାଶି ସେମାନଙ୍କୁ ଦେବୁ। ଏବେ ସବୁଠାରୁ ଚିନ୍ତାର ବିଷୟ ହେଉଛି ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଯେହେତୁ ଆପଣଙ୍କର ବୁଢ଼ାବଳଙ୍ଗରେ ଏବଂ ଜଳକାରେ ପାଣି ପତନ କମିବାଟା ଆରମ୍ଭ କଲାଣି, କିନ୍ତୁ ବାଲେଶ୍ୱର ରାତି 9ଟା ପର୍ଯ୍ୟନ୍ତ ଜଳପତନ ବଢ଼ି ବଢ଼ି ଯିବ ଏବଂ ମୋଟାମୋଟି ଡେଞ୍ଜର ଲେଭେଲର 1 ମିଟର ଉପରେ ଜଳ ପ୍ରଭାବିତ ହେବାର ସମ୍ଭାବନା ଆମେ ଅନୁମାନ କରୁଛୁ। ତେଣୁ ବାଲେଶ୍ୱର ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯେଉଁ ଜାଗା ସବୁ ସମ୍ଭାବ୍ୟ ଭାବରେ ପାଣି ଘେର ଭିତରକୁ ଆସିବ ଏବଂ ଲୋକଙ୍କର ଜୀବନ ସଙ୍କଟାପନ୍ନ ହେବ ସେ ସମସ୍ତଙ୍କୁ ସୂର୍ଯ୍ୟାସ୍ତ ପୂର୍ବରୁ ନିକଟସ୍ଥ ରିଲିଫ୍ ସେଣ୍ଟରକୁ ଆଣିବା ପାଇଁ ଏବଂ ରିଲିଫ୍ ସେଣ୍ଟରରେ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ସ୍ୱତନ୍ତ୍ର ଅଲଗା ବ୍ୟବସ୍ଥା କରିବା ପାଇଁ, ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ୍କୁ ସେଠି ରଖିବା ପାଇଁ, ଔଷଧପତ୍ରକୁ ରଖିବା ପାଇଁ ଏବଂ ମହିଳା ପୋଲିସକୁ ମଧ୍ୟ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାତି 9ଟା ପୂର୍ବରୁ ମୋଟାମୋଟି ସମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକଙ୍କୁ ସବୁ ସେଫ୍ଟିଂ କରାଯିବ, ସମସ୍ତେ ସୁରକ୍ଷିତ ରହିବେ ଏବଂ ସେମାନେ ରିଲିଫ୍ ସେଣ୍ଟରକୁ ଆସିଲା ପରେ ତାଙ୍କର ଗାଁରେ ମଧ୍ୟ ତାଙ୍କର ଘର କେମିତି ସୁରକ୍ଷିତ ରହିବ, ଚୋରିହାରି ହେବ ନାହିଁ ସେ ବାବଦରେ ମଧ୍ୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଇଏ ସମସ୍ତ ଜିଲ୍ଲାରେ ଓଡିଆର୍ଏଫ୍ ଟିମ୍, ଏନ୍ଡିଆର୍ଏଫ୍ ଟିମ୍ ଏବଂ ଫାୟାର ଟିମ୍ ଅବସ୍ଥାପିତ ଅଛନ୍ତି। ବାଲେଶ୍ୱରରେ ଆମେ ଫାୟାର ଓଡିଆର୍ଏଫ୍ ଏବଂ ଏନ୍ଡିଆର୍ଏଫ୍ର ଟିମ୍ ଦ୍ୱିଗୁଣିତ କରିଦେଇଛୁ। ଆହୁରି ଷ୍ଟାଣ୍ଡ ବାଇ ମଧ୍ୟ ଅଛନ୍ତି, ଯେଉଁମାନେ ଆବଶ୍ୟକ ପଡ଼ିଲେ ସାଙ୍ଗେ ସାଙ୍ଗେ 1 ଘଣ୍ଟା ଭିତରେ ପହଞ୍ଚି ପାରିବେ। ତେଣୁ ମୋଟାମୋଟି ପରିସ୍ଥିତି ଏଇଟା। ରାଜ୍ୟ ପ୍ରଶାସନ, ରାଜସ୍ୱର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜିଲ୍ଲା ପ୍ରଶାସନ ଏମାନେ ନିରନ୍ତର ସମ୍ପର୍କରେ ଅଛନ୍ତି। କାହାରି ଏଥିରେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ଯେଉଁ ଜାଗାରେ ଜିଲ୍ଲା ପ୍ରଶାସନ ପରାମର୍ଶ ଦେବ ଘର ଛାଡ଼ିକରି ରିଲିଫ୍ ସେଣ୍ଟରକୁ ଆସିବା ପାଇଁ ଲୋକେ ସେମାନଙ୍କୁ ସହଯୋଗ କରନ୍ତୁ। ସେମାନଙ୍କର କ୍ଷୟକ୍ଷତିର କ୍ଷତିପୂରଣ ଆମେ ଦେଇପାରିବୁ, କିନ୍ତୁ ଜୀବନଟା ଅମୂଲ୍ୟ, ଏହାର କ୍ଷତି କେହି ପୃଥିବୀର ଦେଇପାରିବେ ନାହିଁ। ନିଜେ ସୁରକ୍ଷିତ ରହନ୍ତୁ। ସମ୍ପତ୍ତି ଯାହା ନଷ୍ଟ ହେବ ସେଟା ଚାଷ ଜମି ହେଉ, ଫସଲ ହେଉ କିମ୍ବା ଘର ହେଉ, ପାଣି କମିଲା ପରେ ତାର କ୍ଷତିପୂରଣର ବ୍ୟବସ୍ଥା ଆମେ
ଦେଇदेବୁ जीवन को सुरक्षित रखु ता सागर आउ गोटे विषय भी अच्छे आउ गोटे चिंतार विषय नुह केवल बालेश्वर दुईटा ब्लॉक को छाड़देले बाकी जगह सब सेफ अच्छा एवं आसंता काली बेलू पानी संपूर्ण भाव में भद्रक एवं जाजपुर मयूरभंज केन्दुझर एटा स्वाभाविक स्थिति काली सकाळ पर्यंत हो जो जगह स्वाभाविक स्थिति हे से आम बन्या परवर्ती समस्याटा आहरी चिंतार विषय सेटा हला जेते वाटर सोर्सेस अच्छी लोक जो पीवा पानी नौचंती पशु पक्षी माने मध्य जो बंध एवं वाटर बॉडी रू पानी पी थांती ताकू मध्य डिसइनफेक्शन करिया पई पानी विषाक्त हबो ताकू डिसइनफेक्शन करिया पई पड़े जिमिति कोनोसी जीवाणु नथिबो एवं लोके पानी पीले क्षतिग्रस्त हेबे नै सोमवार काली सोमवार रे मध्य सबु जगह रे शिवालय मान को जीवा पई हजार हजार भक्त मध्य जाउछंती तेणु बाटरे गला बेले जो वाटर बॉडी सब अच्छी से भाया वाटर बॉडी को से व्यवहार करंतु नहीं सबु जगह जिला प्रशासन को कहुई जे कावड़ रे जो मैंने जाउछंती सेमानकर मध्य पीवार पानी व्यवस्था करेंगे एवं से रास्तार जिते वाटर बॉडी अच्छी ताकू मध्य से माने डिसइनफेक्शन करेंगे आउ गोटे विषय होची पानी कमिला पर साप कामुड़ा मध्य घटना माने घटी थाए तेणु साप कामुड़ा औषध माने सबू पीएससी एवं सीएससी रे रखिया एवं 10 किलोमीटर भितर गोटे अंचल 10 किलोमीटर भितर निश्चित भाव में एंटीवेनम इंजेक्शन रखि जहाँ को साप कामुड़ा हुए बोधे गोटे घंटार विलंब हो गले विष सब शरीर जाक चली जाए तेणु घंटे भितर जमी मेडिसिन पहुंचब इंजेक्शन पहुंचब तार सुबंदोबस्त करने निखुण व्यवस्था होइछी रो लोके सुरक्षित अछंती प्रशासन को सहयोग करंतु निजर जीवन को रक्षा करंतु वृद्ध एवं महिला एवं शिशु एमानकर जीवन को सुरक्षित करने सहयोग करंतु बाकी जहाँ क्षयक्षति हेबो सब क्षयक्षति भरणा करने मोर विभाग प्रस्तुत अच्छी जीवन को सेमाने रक्षा करंतु एवं सेमान को जीवन को रक्षा करने समस्त प्रकार मानवीय सुविधा युक्त रिलीफ सेंटर माने आम सब जगह करिछु।